ଷ୍ଟେଟ୍ ସ୍କଲାରସିପ୍ 2025-26 ଯେଉଁ ଛାତ୍ରଛାତ୍ରୀମାନେ ନିଜର ସ୍କଲାରସିପ୍ ଆବେଦନ ଶେଷ କରିସାରିଛନ୍ତି କିମ୍ବା ଯେଉଁମାନେ ଆବେଦନ କରୁଛନ୍ତି କିମ୍ବା ଯେଉଁମାନେ ଆଗକୁ ଆବେଦନ କରିବେ, ସବୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆପଣ ଆବେଦନ କରିଦେଇଛନ୍ତି, ଭାବୁଛନ୍ତି ମୋର ଆଉ କିଛି ଅସୁବିଧା ନାହିଁ, ତାହେଲେ ଆପଣ ଭୁଲ ଭାବୁଛନ୍ତି। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଯେଉଁମାନେ ଚ୍ୟାନେଲରେ ନୂଆ କରି ଆସିଛନ୍ତି, ଦୟାକରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏଭଳି ନୂଆ ନୂଆ ଇନଫର୍ମେଟିଭ୍ ଭିଡ଼ିଓ ଦେଖିବା ପାଇଁ। ଯଦି କେଉଁ ଛାତ୍ରଛାତ୍ରୀମାନଙ୍କର କିଛି ଡାଉଟ୍ ଥାଏ କିମ୍ବା ଆବେଦନ ସମୟରେ କୌଣସି ପ୍ରକାର ଅସୁବିଧା ହୁଏ, ତାହେଲେ ଆପଣମାନେ କମେଣ୍ଟ କରନ୍ତୁ, ଆମେ ତୁରନ୍ତ ଆପଣଙ୍କୁ ଆନ୍ସର ଦେବୁ। ବହୁତ ପିଲା ପ୍ରାୟ ସ୍କଲାରସିପ୍ ଆବେଦନ କରିସାରିବେଣି। ଆଉ ଯେଉଁ ବି ପିଲା ରହିଯାଇଛନ୍ତି କୌଣସି କାରଣରୁ ସାଇଟ୍ ସ୍ଲୋ ହେଉ କିମ୍ବା କୌଣସି ଡକୁମେଣ୍ଟରେ କିଛି ପ୍ରୋବ୍ଲେମ୍ ଥିବା କାରଣରୁ ସେମାନେ ସ୍କଲାରସିପ୍ ଆବେଦନ ଶେଷ କରିନାହାନ୍ତି, ତୁରନ୍ତ 31 ତାରିଖ ପୂର୍ବରୁ ସ୍କଲାରସିପ୍ ଆପଣ ଆବେଦନ କରିଦିଅନ୍ତୁ, ନାହିଁ ତ ଆପଣଙ୍କୁ ଆଉ ଡେଟ୍ ନ ବଢ଼ିପାରେ। କିନ୍ତୁ ଏଇଠି ଆମେ କଥା ହେବା ଯେଉଁମାନେ ସ୍କଲାରସିପ୍ ଆବେଦନ ଶେଷ କରିସାରିଛନ୍ତି, ସେମାନେ ଭାବୁଛନ୍ତି ଯେ ଆମର ଟଙ୍କା କେବେ ଆସିବ। ଟଙ୍କା ଆସିବା ପୂର୍ବରୁ ଆପଣ ନିଜର ଷ୍ଟାଟସ୍ ଚେକ୍ କରୁଥାନ୍ତୁ, କାରଣ ବହୁତ ପିଲା କିଛି ଆବେଦନରେ ଭୁଲ ଭାଲ କରିଥିବା କାରଣରୁ ସେମାନଙ୍କର ଆପ୍ଲିକେସନ ରିଭୋଟ ଆସିଛି ବୋଲି ସେମାନେ ତାଙ୍କର ଯେହେତୁ ଚେକ୍ କରିନାହାନ୍ତି, ସେମାନେ ଜାଣିପାରୁନାହାନ୍ତି, ଯାହା ଫଳରେ ସେମାନଙ୍କର ଟଙ୍କା ଆସିବ ନାହିଁ। ଆପ୍ଲିକେସନ ରିଭୋଟ ଆସିବାର ବହୁତ କାରଣ ହୋଇଥାଇପାରେ। ଆପଣଙ୍କ କଲେଜ ସିଲେକ୍ସନ ଭୁଲ ହୋଇଥାଇପାରେ କିମ୍ବା ଆପଣଙ୍କର ଇୟର ସିଲେକ୍ସନ କିମ୍ବା ଆପଣଙ୍କ ରିଆଡମିସନ କିମ୍ବା ଲାଷ୍ଟ ଏକ୍ଜାମର ମାର୍କସିଟ୍ ଲୋଡ, ବହୁତ କାରଣରୁ ଆପଣଙ୍କ ଆପ୍ଲିକେସନ ଦେଖନ୍ତୁ ରିଭୋଟ ଆସିଛି। ଆପଣମାନେ ତୁରନ୍ତ ଆପଣଙ୍କ ଆପଣ ମୋବାଇଲ ମାଧ୍ୟମରେ ଆପଣ ଷ୍ଟାଟସ୍ ଡାଇରେକ୍ଟ ଚେକ୍ କରି ଓଟିପି ଦ୍ୱାରା ଦେଖିପାରିବେ। ଆଧାର ନମ୍ବର ମାରିକି ଆପଣ ମଧ୍ୟ ଷ୍ଟେଟ୍ ସ୍କଲାରସିପ୍ ଲଗ୍ଇନ୍ କରିକି ଆପଣଙ୍କର ରିଭୋଟ ଆସିଛି କି ଫରୱାର୍ଡ ହେଇକି କୋଉ ଯାଏଁ ଗଲାଣି ଆପଣ ମଧ୍ୟ ଦେଖିପାରିବେ। ଯଦି ଆପଣଙ୍କର ଆପ୍ଲିକେସନଟି ରିଭୋଟ ଆସିଥାଏ, ତାହେଲେ ଆପଣ ଥରେ ଭଲସେ ପଢ଼ନ୍ତୁ କ'ଣ ରିମାର୍କ ଲେଖା ହେଇଛି, ଆପଣ ସେଇ ଗୋଟାକୁ କରେକ୍ସନ କରି ଆଉ ଥରେ ରିଆପ୍ଲାଏ କରନ୍ତୁ। ଯଦି ଆପଣ ବୁଝିବାରେ କିଛି ଅସୁବିଧା ହେଉଛି, ତାହେଲେ ଆପଣଙ୍କର କଲେଜରୁ କିମ୍ବା ଇନଷ୍ଟିଚ୍ୟୁଟରୁ ବୁଝିକିରି ଆପଣ ସେଟାକ ସଂଶୋଧନ କରି ଆଉ ଥରେ ଲୋଡ୍ କରନ୍ତୁ। ଯେଉଁମାନେ ଆବେଦନ କରିସାରିଛନ୍ତି, ସେମାନେ ଯଦି ଭାବୁଛନ୍ତି ଆମେ ଆଉ କିଛି ନୂଆ ସ୍କିମରେ ଆବେଦନ କରିବୁ, ଆପଣମାନେ ଆବେଦନ କରିପାରିବେ। ଦେଖିବେ ଯେଉଁ ସ୍କଲାରସିପ୍ରେ ରାଇଡରର ମାର୍କ ଥିବ, ଆପଣମାନେ ମଲ୍ଟି ସ୍କଲାରସିପ୍ ଆବେଦନ କରିପାରିବେ। ଆପଣ ତୁରନ୍ତ ଏବେ ଷ୍ଟେଟ୍ ସ୍କଲାରସିପ୍ ଖୋଲନ୍ତୁ ଏବଂ ସ୍କିମ୍ ଉପରେ ମାରିକି ଆପଣ ଦେଖନ୍ତୁ କୋଉ ସ୍କିମରେ ରାଇଡର ଅଛି। ଯେଉଁମାନେ ଆବେଦନ କରିନାହାନ୍ତି, ଦେଖନ୍ତୁ ଏବେ ଟିକେ କିଛି ଦିନ ହେବ ସାଇଟ୍ ସ୍ଲୋ ଚାଲୁଛି, କିନ୍ତୁ ସ୍କଲାରସିପ୍ ଆବେଦନ ହେଉଛି। ଟିକେ ଟାଇମ୍ ଲାଗୁଛି, କିନ୍ତୁ ସ୍କଲାରସିପ୍ ଆବେଦନ ହେଉଛି। ଦେଖନ୍ତୁ ପ୍ରମୁଖ ପ୍ରୋବ୍ଲେମ ହେଉଛି ପିଲାଙ୍କର କ'ଣ ହେଉଛି ନା, ସବମିଟ୍ ହେଲା ପରେ ନେକ୍ସଟ ଅପସନ୍ ଆସୁନି, ସେ ବ୍ୟାକ୍ ଆସୁଛି। ଦେଖନ୍ତୁ ଯଦି ଆପଣଙ୍କର ସବମିଟ୍ ହେଲା ପରେ ସେଭ୍ ଆଣ୍ଡ ଡ୍ରାଫ୍ଟ ଲେଖିଛି, ମନେ ରଖନ୍ତୁ ଯଦି ଆପଣ ସେଭ୍ ଆଣ୍ଡ ଡ୍ରାଫ୍ଟ ଲେଖି ସାରିଛି, ଆପଣ ଦେଖି ସାରିଛନ୍ତି, ତାହେଲେ ନେକ୍ସଟ ଅପସନ୍ ଆସୁନି। ଆପଣ କୌଣସି ପ୍ରକାର ଚିନ୍ତା କରନ୍ତୁ ନାହିଁ। ଆପଣଙ୍କୁ ମୁଁ ବାର କରି କହୁଛି, ଆପଣ ସେଇଠି ଅପେକ୍ଷା କରନ୍ତୁ ନାହିଁ। ଆପଣ ତୁରନ୍ତ ଭ୍ୟୁ ଆଣ୍ଡ ରେନ୍ୟୁ ଆପ୍ଲିକେସନକୁ ମାରନ୍ତୁ ଏବଂ ମାରିଲା ପରେ ସେଠାରେ ଆପଣଙ୍କୁ ପୁଣି ଯୋଉଠି ଆପଣ ଅଟକି ଥିଲେ ସେ ଜାଗାକୁ ନେଇଯିବ। ଯଦି ବି ଆପଣଙ୍କ ସେ ଜାଗାକୁ ନେଉନାହିଁ, ତାହେଲେ ଆପଣ ଜାଣିଛନ୍ତି ଆପଣଙ୍କ କେଉଁ ଷ୍ଟେପରେ ଅଟକିଛି, ଆପଣ ସେଇ ଷ୍ଟେପ୍ ଉପରେ ଓକେ କରନ୍ତୁ। ଓକେ କଲା ପରେ ଦେଖନ୍ତୁ ଆପଣଙ୍କୁ ସେଠି ସେଭ୍ ଆଣ୍ଡ ନେକ୍ସଟ ପୁଣି ଶୋ କରିବ। ଆପଣ ସେଭ୍ ଉପରେ ନ ମାରିକି ଡାଇରେକ୍ଟ ନେକ୍ସଟ ଉପରେ ମାରନ୍ତୁ, କାରଣ ଆପଣ ଜାଣିଛନ୍ତି ଆପଣଙ୍କ ଡକୁମେଣ୍ଟ ସେଭ୍ ହେଇଯାଇଛି। ଯେହେତୁ ସେଭ୍ ହେଇଛି, ସେଠାରେ ଆପଣଙ୍କୁ ଆଉ କୌଣସି ପ୍ରକାର ସାର୍ଟିଫିକେଟ କିମ୍ବା ଫିଲ୍ଅପ୍ କରିବା ପାଇଁ ପଡ଼ିବନି। ଆପଣ ଡାଇରେକ୍ଟ ନେକ୍ସଟ ମାରନ୍ତୁ। ନେକ୍ସଟ ଦେଖିବେ ଆପଣଙ୍କୁ ଲେଖିବ ବେନିଫିସିଆଲି ସବମିଟ୍ ସକ୍ସେସଫୁଲ। ବେନିଫିସିଆଲି ସବମିଟ୍ ସକ୍ସେସଫୁଲ ଲେଖିଲା ପରେ ଆପଣଙ୍କ ସେ ଷ୍ଟେପ୍ କମ୍ପ୍ଲିଟ୍ ହେବ। ଯେଉଁ ଷ୍ଟେପ୍ରେ ଏମିତି ପ୍ରୋବ୍ଲେମ୍ ହେଉଛି, ଆପଣ ଏଇ ଷ୍ଟେପ୍କୁ ଫଲୋ କରନ୍ତୁ, ଆପଣମାନେ ସବମିଟ୍ କରିପାରିବେ। ଯଦି ସବମିଟ୍ ଅନଏବଲ୍ ଟୁ ସବମିଟ୍ ବାର ଆସିଛି, ତାହେଲେ ଆପଣ ସାଇଟ୍କି ମାନେ ନ କାଟିକି ଆପଣ ସବମିଟ୍ କରି ଚାଲନ୍ତୁ। ଯଦି ଆପଣଙ୍କୁ ନେକ୍ସଟ ଷ୍ଟେପ୍ କିମ୍ବା କିଛି ଦେଖାଉନାହିଁ, ତାହେଲେ ଆପଣ ପୁଣି ସେଇ କାମ କରନ୍ତୁ। ଭ୍ୟୁ ଆଣ୍ଡ ରେନ୍ୟୁ ଆପ୍ଲିକାଣ୍ଟ ଉପରକୁ ଯାଇକିରି ଆପଣ ପୁଣି ସେଇ ଜାଗାରେ ପହଞ୍ଚନ୍ତୁ। ଯଦି ଆପଣଙ୍କର କିଛି ପ୍ରୋବ୍ଲେମ୍ ହୁଏ ଷ୍ଟେଟ୍ ସ୍କଲାରସିପ୍ରେ ଆବେଦନ ସମୟରେ, ଆପଣ ତୁରନ୍ତ ଭିଡ଼ିଓକୁ ଆସିକି କମେଣ୍ଟ କରନ୍ତୁ, ଆମେ ତୁରନ୍ତ ତାର ଆନ୍ସର କମେଣ୍ଟ ମାଧ୍ୟମରେ ବି ଦେବି। ଯଦି ଆପଣ ସେଭ୍ ମାରିଲା ପରେ କୌଣସି ପ୍ରକାର ଆସୁନାହିଁ, ଟିକେ ୱେଟ୍ କରନ୍ତୁ। ଆପଣ ଦେଖନ୍ତୁ କ'ଣ ଲେଖୁଛି, ସେଭ୍ ଲେଖୁଛି କି ଅନଏବଲ୍ ଟୁ ସବମିଟ୍ ଲେଖୁଛି। ଯଦି ଅନଏବଲ୍ ଟୁ ସବମିଟ୍ ଲେଖିଲା, ତାହେଲେ ଆପଣ ସେଭ୍ ଆଣ୍ଡ ଡ୍ରାଫ୍ଟ ଉପରେ ପୁଣି ଥରେ ମାରନ୍ତୁ। ଯଦି ସେଭ୍ ଲେଖି ସାରିଛି, ଆପଣଙ୍କର ତଳେ କିଛି ଦେଖୁନାହିଁ, କେବଳ ବ୍ୟାକ୍ ଅପସନ୍ ଦେଖନ୍ତୁ, ତାହେଲେ ଆପଣ ପୁଣି ସେଇ ଭ୍ୟୁ ଆଣ୍ଡ ରେନ୍ୟୁ ଆପ୍ଲିକେସନ ଉପରକୁ ଯାଆନ୍ତୁ। ଆପଣ ଯୋଉଠି ଅଧା ଅଛି ସେଇଠି କ୍ଲିୟର କରନ୍ତୁ। ଯେଉଁମାନେ ଆବେଦନ କରିସାରିଛନ୍ତି, ସେମାନେ ପଚାରୁଛନ୍ତି କି କେବେ ଟଙ୍କା ଆସିବ। ଦେଖନ୍ତୁ ଆପଣ ଷ୍ଟାଟସ୍ ତ ଚେକ୍ କରନ୍ତୁ, ଆପଣଙ୍କର ଇନଷ୍ଟିଚ୍ୟୁଟରେ ଅଛି କି ଆପଣଙ୍କ ଡିଷ୍ଟ୍ରିକ୍ଟ ଯାଇକିରି ଡିପାର୍ଟମେଣ୍ଟକୁ ଯାଇ ଭେରିଫାଏ ସରିଲାଣି, ତ ଆପଣ ଷ୍ଟାଟସ୍ ଚେକ୍ କରନ୍ତୁ ଏବଂ କୁହନ୍ତୁ କାହାର କୋଉ ଷ୍ଟେପ୍ରେ ଅଛି। ଯଦି ଆପଣଙ୍କ ଡିପାର୍ଟମେଣ୍ଟରେ ଏପର୍ଯ୍ୟନ୍ତ ଭେରିଫାଏ ହେଇନାହିଁ, ତାହେଲେ ଆପଣଙ୍କୁ ଆହୁରି ଟାଇମ୍ ଲାଗିବ ଟଙ୍କା ଆସିବା ପାଇଁକା। ଯାହାର ଯେଉଁ ଷ୍ଟେପ୍ରେ ପ୍ରୋବ୍ଲେମ୍ ହେଉଛି ଆମକୁ କମେଣ୍ଟ କରନ୍ତୁ, ଆମେ ତାର ଉତ୍ତର ତୁରନ୍ତ ଦେବୁ। ଆପଣମାନେ ଜାଣିଛନ୍ତି ଷ୍ଟେଟ୍ ସ୍କଲାରସିପ୍ ଅଣ୍ଡରରେ ଆସୁଥିବା
ପୋଷ୍ଟ ମାଟ୍ରିକ ସ୍କଲାରସିପ୍‌ର 31 ଡିସେମ୍ବର ଲାଷ୍ଟ ଡେଟ୍। ଆପଣମାନେ ତୁରନ୍ତ ଆପଣଙ୍କ ହାତରେ ଆଉ 8ରୁ 10 ଦିନ ସମୟ ରହିଲା। ଆପଣ ତୁରନ୍ତ ଆବେଦନ ଶେଷ କରିଦିଅନ୍ତୁ। ଏବଂ ଯେଉଁମାନେ କୃଷି ବିଦ୍ୟା ସ୍କଲାରସିପ୍ ଆବେଦନ କରିପାରିନଥିଲେ ତାଙ୍କୁ 5ରୁ 6 ଦିନ ସମୟ ମିଳିଥିଲା। ସାଇଟ୍ ବି ଠିକ୍ ଠାକ୍ ଚାଲିଥିଲା। ସେମାନେ ଆବେଦନ ଯଦି କରିପାରିନାହାନ୍ତି ତାହେଲେ ଆଉ କିଛି କରିହେବ ନାହିଁ। ଆପଣ ଯଦି ନେକ୍ସଟ ଟାଇମ୍ ପୁଣି କେବେ ସ୍କଲାରସିପ୍ ଖୋଲିବ ତାହେଲେ ଆପଣ ଆବେଦନ କରିପାରିବେ। ଆଉ ଥରେ କହି ରଖୁଛି, ଦେଖନ୍ତୁ ଯେଉଁମାନେ ଆବେଦନ ଶେଷ କରିଛନ୍ତି ସେମାନେ ସେମାନଙ୍କ ଷ୍ଟାଟସ୍ ଚେକ୍ କରିଥାନ୍ତୁ, ନହେଲେ ଆପଣଙ୍କ ଆବେଦନ ବୃଥାରେ ଯିବ। ରିଭୋଟ ଆସିବ ଏବଂ ଟାଇମ୍ ସରିଯିବ, ଆପଣ ଜାଣିପାରିବେ ନାହିଁ। ଯେଉଁମାନେ ଆବେଦନ କରିସାରିଲେଣି ସେମାନେ ତାଙ୍କ ଫର୍ମଟାକୁ ନେଇକି ତୁରନ୍ତ କଲେଜରେ ଡିପୋଜିଟ୍ କରନ୍ତୁ।